ଦୁର୍ଗା ପୂଜା ଉତ୍ସବ ସମୟରେ ହୃଦୟ ଠାକୁରଙ୍କୁ ଦେଖିବା। ଘରେ ପହଞ୍ଚି ହୃଦୟ ଠାକୁରଙ୍କ କଥା ଅନୁସାରେ ସମସ୍ତ ଆୟୋଜନ କଲେ ଏବଂ ଷଷ୍ଠୀ ଦିନ ଦେବୀଙ୍କର ବୋଧନ, ଅଧିବାସ ଇତ୍ୟାଦି କାର୍ଯ୍ୟ ଶେଷ କରି ନିଜେ ପୂଜାରେ ବ୍ରତୀ ହେଲେ। ସପ୍ତମୀ ଦିନ ପୂଜା ସାରି ରାତିରେ ନିରାଜନ କରିବା ସମୟରେ ହୃଦୟ ଦେଖିଲେ ଠାକୁର ଜ୍ୟୋତିର୍ମୟ ଶରୀରରେ ପ୍ରତିମାଙ୍କ ପାର୍ଶ୍ୱରେ ଭାବାବିଷ୍ଟ ହୋଇ ଦଣ୍ଡାୟମାନ ହୋଇଛନ୍ତି। ହୃଦୟ କହୁଥିଲେ ଏପରି ପ୍ରତିଦିନ ସେହି ସମୟରେ ଏବଂ ସନ୍ଧି ପୂଜା ସମୟରେ ସେ ଦେବୀ ପ୍ରତିମା ପାର୍ଶ୍ୱରେ ଠାକୁରଙ୍କର ଦିବ୍ୟ ଦର୍ଶନ ଲାଭ କରି ମହା ଆନନ୍ଦରେ ପୂର୍ଣ୍ଣ ହୋଇଥିଲେ। ପୂଜା ଶେଷ ହେବାର ଅଳ୍ପ ଦିନ ପରେ ହୃଦୟ ଦକ୍ଷିଣେଶ୍ୱରକୁ ଫେରିଲେ ଏବଂ ସେହି ବିଷୟରେ ସମସ୍ତ କଥା ଠାକୁରଙ୍କୁ କହିଲେ। ଠାକୁର ସେଥିରେ ତାଙ୍କୁ କହିଥିଲେ, ଆରତୀ ଓ ସନ୍ଧି ପୂଜା ସମୟରେ ତୋର ପୂଜା ଦେଖିବା ପାଇଁ ପ୍ରାଣ ବ୍ୟାକୁଳ ହୋଇ ଉଠୁଥିଲା ଏବଂ ଅନୁଭବ କରୁଥିଲେ ଯେପରି ଜ୍ୟୋତିର୍ମୟ ଶରୀରରେ ଜ୍ୟୋତିର୍ମୟୀ ପଥ ଦେଇ ମୁଁ ତୋର ଚଣ୍ଡୀ ମଣ୍ଡପରେ ଉପସ୍ଥିତ ହୋଇଅଛି। ଦୁର୍ଗାପୂଜା ଉତ୍ସବରେ ଶେଷ କଥା। ହୃଦୟ କହୁଥିଲେ ଠାକୁର ତାଙ୍କୁ ଥରେ ଭାବାବିଷ୍ଟ ହୋଇ କହିଥିଲେ, ତୁ 3 ବର୍ଷ ପୂଜା କରିବୁ। ଘଟଣା ମଧ୍ୟ ବାସ୍ତବିକ ସେହିପରି ହୋଇଥିଲା। ଠାକୁରଙ୍କର କଥା ନ ଶୁଣି ଚତୁର୍ଥ ଥର ପୂଜାର ଆୟୋଜନ କରିବାକୁ ଯାଇ ଏପରି ବିଘ୍ନ ଘଟିଲା ଯେ ଶେଷରେ ବାଧ୍ୟ ହୋଇ ତାଙ୍କୁ ପୂଜା ବନ୍ଦ କରିବାକୁ ପଡ଼ିଥିଲା। ଯାହା ହେଉ, ପ୍ରଥମ ବର୍ଷ ପୂଜାର କିଛି ଦିନ ପରେ ହୃଦୟ ପୁନର୍ବାର ଦ୍ୱାର ପରିଗ୍ରହ କରି ପୂର୍ବପରି ଦକ୍ଷିଣେଶ୍ୱରର ପୂଜା କାର୍ଯ୍ୟରେ ଏବଂ ଠାକୁରଙ୍କ ସେବାରେ ମନୋନିବେଶ କରିଥିଲେ। କିନ୍ତୁ ଠାକୁରଙ୍କର ପବିତ୍ର ସଙ୍ଗ ଲାଭ କରି ତାଙ୍କ ସଙ୍ଗେ ଦୀର୍ଘ ଦିନ ରହିବା ସତ୍ତ୍ୱେ ହୃଦୟଙ୍କର ଅହଙ୍କାର ଓ ଦାମ୍ଭିକତା ଦିନକୁ ଦିନ ବଢ଼ୁଥିଲା ସିନା କମୁ ନଥିଲା। ଏସବୁ ଦେଖି ଠାକୁର ଭାବିଲେ, ହୃଦୟ ଯଦି ଏ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଚାହେଁ ତେବେ ଯାଉ। ସିଦ୍ଧ ସଂକଳ୍ପ ଠାକୁରଙ୍କର ଇଚ୍ଛା ତ ବ୍ୟର୍ଥ ହେବାର ନୁହେଁ। 1881 ଖ୍ରୀଷ୍ଟାବ୍ଦରେ କୌଣସି ଏକ ଉତ୍ସବ ଉପଲକ୍ଷେ ମଥୁରା ମୋହନଙ୍କ ପୁତ୍ର ତ୍ରୈଲୋକ୍ୟନାଥ ବିଶ୍ୱାସ ସାଙ୍ଗପାଙ୍ଗ ଧରି ଦକ୍ଷିଣେଶ୍ୱର ଆସିଥିଲେ। ସେଦିନ ହୃଦୟ ସକାଳେ ଦେବୀ ପୂଜା କରିବା ଉଦ୍ଦେଶ୍ୟରେ କାଳୀମନ୍ଦିରରେ ପ୍ରବେଶ କରି ମନ୍ଦିର ଭିତରେ ତ୍ରୈଲୋକ୍ୟନାଥଙ୍କର 10 ବର୍ଷର ସୁନ୍ଦରୀ ଝିଅକୁ ଠିଆ ହୋଇଥିବାର ଦେଖିଲେ। ଦେଖିବା ମାତ୍ରେ ସେ ତାର ଚରଣରେ ଫୁଲ ଚନ୍ଦନ ଦେଇ ପୂଜା ଆରମ୍ଭ କରିଦେଲେ। ତ୍ରୈଲୋକ୍ୟନାଥ ଏ ସମ୍ବାଦ ଶୁଣିବା ମାତ୍ରେ ନିଜ ଝିଅର ଓ ସମଗ୍ର ପରିବାରର ଅମଙ୍ଗଳ ଆଶଙ୍କା କରି ଅତ୍ୟନ୍ତ ବିରକ୍ତ ଓ କ୍ରୁଦ୍ଧ ହୋଇ ଉଠିଲେ। ସେ ତৎକ୍ଷଣାତ୍ ନିଜ ଭୃତ୍ୟଦାର ହୃଦୟଙ୍କୁ ମନ୍ଦିର ଭିତରୁ ବାହାର କରିଦେଲେ ଏବଂ ସେ ଯେପରି ଭବିଷ୍ୟତରେ ଆଉ କାଳୀବାଡ଼ି ନ ଆସନ୍ତି ତା ମଧ୍ୟ ଆଦେଶ କରିଦେଲେ। ସେଦିନ ହୃଦୟ ଅତ୍ୟନ୍ତ କ୍ଷୁଣ୍ଣ ମନରେ କାଳୀବାଡ଼ିରୁ ଚିରଦିନ ଲାଗି ବିଦାୟ ନେଇଗଲେ। ଠାକୁରଙ୍କ ଜୀବଦଶାରେ ସେ ହୃଦୟଙ୍କୁ ନାନା ଭାବରେ ସାହାଯ୍ୟ କରିଥିଲେ। ଠାକୁରଙ୍କ ଦେହାବସାନ ପରେ ହୃଦୟ ବସ୍ତ୍ର ବିକ୍ରୟ କରି ନିଜ ପରିବାରର ଭରଣପୋଷଣ କରୁଥିଲେ। ଠାକୁରଙ୍କ ମହାସମାଧି ଲାଭର 13 ବର୍ଷ ପରେ ପ୍ରାୟ 63 ବର୍ଷ ବୟସରେ 1899 ମସିହାରେ ହୃଦୟ ନିଜ ଜନ୍ମଭୂମି ସିଓଡ଼ ଗ୍ରାମରେ ଦେହ ରକ୍ଷା କରି ଶ୍ରୀରାମକୃଷ୍ଣଙ୍କ ପାଦପଦ୍ମରେ ବିଲୀନ ହୋଇଗଲେ। ଠାକୁରଙ୍କର ବଡ଼ ଭାଇ ରାମକୁମାରଙ୍କ ପୁତ୍ର ଅକ୍ଷୟଙ୍କ ସମ୍ବନ୍ଧରେ ପାଠକମାନେ ପୂର୍ବରୁ ସାମାନ୍ୟ କିଛି ଜାଣିଥିବେ। ପିଲାଦିନୁ ଅକ୍ଷୟଙ୍କ ମନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଅନୁରକ୍ତ ଥିଲା। କୁଳଦେବତା ରଘୁବୀରଙ୍କ ସେବାରେ ସେ ପ୍ରତିଦିନ ଅନେକ ସମୟ ବିତାଉଥିଲେ। ଅକ୍ଷୟଙ୍କର ଏହି ପ୍ରକାର ଭକ୍ତି ଓ ଈଶ୍ୱରାନୁରାଗ ଦେଖି ଠାକୁର ତାଙ୍କୁ ଖୁବ୍ ସ୍ନେହ କରୁଥିଲେ। 1869 ଖ୍ରୀଷ୍ଟାବ୍ଦରେ କାମରପୁକୁରଠାରୁ ଅଳ୍ପ ଦୂରରେ ଅବସ୍ଥିତ କୁଚେକୋଲ ନାମକ ଗ୍ରାମରେ ଅକ୍ଷୟଙ୍କର ବିବାହ ହୋଇଥିଲା। ମାତ୍ର ବିବାହର ଅଳ୍ପ ଦିନ ପରେ ସେ ଶ୍ୱଶୁର ଘରକୁ ଯାଇ ସେଠାରେ ହଠାତ୍ ଖୁବ୍ ଅସୁସ୍ଥ ହୋଇ ପଡ଼ିଲେ। ରାମେଶ୍ୱର ଏ ସମ୍ବାଦ ପାଇ ତାଙ୍କୁ କାମରପୁକୁରକୁ ନେଇ ଆସିଲେ ଏବଂ ଚିକିତ୍ସାଦି ଦ୍ୱାରା ଆରୋଗ୍ୟ କରାଇ ପୁନଶ୍ଚ ଦକ୍ଷିଣେଶ୍ୱରକୁ ପଠାଇଦେଲେ। ଏଠାକୁ ଆସି ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ମଧ୍ୟ ପରିଲକ୍ଷିତ ହେଲା। କିନ୍ତୁ ହଠାତ୍ ଦିନେ ତାଙ୍କୁ ଭୀଷଣ ଜ୍ୱର ହେଲା। 3-4 ଦିନ ବିତିଗଲା, ତଥାପି ଜ୍ୱର ଛାଡ଼ିଲା ନାହିଁ। ଠାକୁର ହୃଦୟଙ୍କୁ ଡାକି କହିଲେ, ହୃଦୁ, ଡାକ୍ତରମାନେ ବୁଝିପାରୁନାହାନ୍ତି ଅକ୍ଷୟର ବିକାର ହୋଇଛି। ଭଲ ଚିକିତ୍ସକ ଡାକି ମନ ପ୍ରାଣ ଦେଇ ଚିକିତ୍ସା କର, ସେ କିନ୍ତୁ ବଞ୍ଚିବ ନାହିଁ। ଠାକୁରଙ୍କ ମୁହଁରୁ ଏକଥା ଶୁଣି ହୃଦୟ ଉଦ୍ବିଗ୍ନ ହୋଇ ପଡ଼ିଲେ ଏବଂ ଭଲ ଚିକିତ୍ସକ ଡାକି ଅକ୍ଷୟର ଆରୋଗ୍ୟ ପାଇଁ ବହୁ ଚେଷ୍ଟା କଲେ। ପ୍ରାୟ ମାସେ କାଳ ଅକ୍ଷୟ ରୋଗ ଭୋଗି କ୍ରମେ ମୃତ୍ୟୁ ଆଡ଼କୁ ଅଗ୍ରସର ହେଲେ। ଏ ସମୟରେ ଥରେ ଠାକୁର ତାଙ୍କ ଶଯ୍ୟା ପାଖକୁ ଯାଇ କହିଲେ, ଅକ୍ଷୟ, କହ, ଗଙ୍ଗା ନାରାୟଣ ଓಂ ରାମ। ଅକ୍ଷୟ ଥର ଥର କରି 3 ଥର ଏହି ମନ୍ତ୍ର ଉଚ୍ଚାରଣ କଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ସାତକ୍ଷୀରା ନିକଟରେ ସୋନାବେଡ଼େ ନାମକ ଗ୍ରାମରେ ମଥୁରାନାଥ ବାବୁଙ୍କର ପୈତୃକ ଭିଟାମାଟି ଥିଲା। ଏହାର ସନ୍ନିକଟ ଗ୍ରାମଗୁଡ଼ିକ ସେତେବେଳେ ମଥୁରାଙ୍କର ଜମିଦାରୀଭୁକ୍ତ। ଅକ୍ଷୟଙ୍କ ମୃତ୍ୟୁର ଅଳ୍ପ କାଳ ପରେ ମଥୁରା ଥରେ ଠାକୁରଙ୍କୁ ସାଙ୍ଗରେ ଧରି ନିଜ ଜମିଦାରୀ ଓ ଗୁରୁଙ୍କ ପାଖକୁ ଯାଇଥିଲେ। ମଥୁରାଙ୍କର ଜମିଦାରୀ ମହଲ ଦେଖିବାକୁ ଯାଇ ଠାକୁର ଗୋଟିଏ ସ୍ଥାନରେ ପଲ୍ଲୀବାସୀ ସ୍ତ୍ରୀ ପୁରୁଷମାନଙ୍କର ଦୁର୍ଦ୍ଦଶା ଓ ଅଭାବ ଦେଖି ସମବେଦନାରେ କାତର ହୋଇ ପଡ଼ିଲେ। ତାପରେ ସେ ମଥୁରା ବାବୁଙ୍କୁ କହି ସମସ୍ତଙ୍କୁ ତେଲ, ଖଣ୍ଡିଏ ଲେଖାଏଁ ନୂଆ ଲୁଗା ଏବଂ ପେଟପୂରା ଗୋଟିଏ ଦିନର ଭୋଜନ ଦାନ କଲେ।
ସମ୍ପଦ ବିପଦ ସୁଖ ଦୁଃଖ ମିଳନ ବିୟୋଗ ଜୀବନ ମୃତ୍ୟୁ ରୂପକ ତରଙ୍ଗ ସମାକୁଳ କାଳର ଅତ୍ୟନ୍ତ ପ୍ରଭାବକ୍ରମେ 1871 ଖ୍ରୀଷ୍ଟାବ୍ଦରେ ଆସି ପହଞ୍ଚିଲା। ଠାକୁରଙ୍କ ସହିତ ମଥୁର ବାବୁଙ୍କର 15 ବର୍ଷର ସମ୍ବନ୍ଧ ଖୁବ୍ ଘନିଷ୍ଠ ହୋଇ ଉଠିଛି। ବୈଶାଖ ଗଲା, ଜ୍ୟେଷ୍ଠ ଗଲା, ଆଷାଢ଼ ମାସର ଅର୍ଦ୍ଧକ ଅତୀତ ଗର୍ଭରେ ଲୀନ ହେବାକୁ ବସିଲା। ଏହି ସମୟରେ ମଥୁର ବାବୁ ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଲେ। କ୍ରମେ ଏହି ଜ୍ୱର ଦିନକୁ ଦିନ ବୃଦ୍ଧି ପାଇଲା ଏବଂ 7-8 ଦିନ ପରେ ବିକାରରେ ପରିଣତ ହେଲା। ସେ ଆଉ କଥା କହିପାରିଲେ ନାହିଁ। ଠାକୁର ବୁଝିଥିଲେ ଯେ ମା ତାଙ୍କର ଭକ୍ତକୁ ନିଜର ସ୍ନେହମୟ ଅଙ୍କରେ ଗ୍ରହଣ କରୁଛନ୍ତି। ମଥୁରାନାଥଙ୍କର ଭକ୍ତିବ୍ରତର ଉଦ୍ଯାପନ ମୁହୂର୍ତ୍ତ ଆସି ଉପସ୍ଥିତ। ସେଥିପାଇଁ ଠାକୁର ପ୍ରତିଦିନ ହୃଦୟଙ୍କୁ ମଥୁରବାବୁଙ୍କ ପାଖକୁ ପଠାଉଥିଲେ ଏବଂ ତାଙ୍କୁ ଦେଖି ଆସିବା ଲାଗି। କିନ୍ତୁ ଦିନେ ହେଲେ ସେ ନିଜେ ତାଙ୍କୁ ରୋଗ ଶଯ୍ୟାରେ ଦେଖିବାକୁ ଯାଉନଥିଲେ। କ୍ରମେ ଶେଷ ଦିନ ଆସି ଉପସ୍ଥିତ ହେଲା। ଅନ୍ତିମ କାଳ ଆଗତ ଦେଖି ମଥୁରଙ୍କୁ କାଳିଘାଟକୁ ନିଆଗଲା। ସେଦିନ ଠାକୁର ହୃଦୟଙ୍କୁ ମଧ୍ୟ ଦେଖିବାକୁ ପଠାଇଲେ ନାହିଁ। ଅପରାହ୍ନରେ ଠାକୁର 2-3 ଘଣ୍ଟା କାଳ ଗଭୀର ସମାଧିରେ ନିମଗ୍ନ ରହିଲେ ଏବଂ ଜ୍ୟୋତିର୍ମୟ ବର୍ମରେ ଦିବ୍ୟ ଶରୀରରେ ଭକ୍ତଙ୍କ ପାର୍ଶ୍ୱରେ ଉପସ୍ଥିତ ହୋଇ ତାଙ୍କୁ କୃତାର୍ଥ କଲେ ଓ ବହୁ ପୁଣ୍ୟ ଅର୍ଜିତ ଲୋକରେ ତାଙ୍କୁ ସ୍ୱୟଂ ଆରୂଢ଼ କରାଇଲେ। ଅକ୍ଷୟଙ୍କ ମୃତ୍ୟୁରେ ଠାକୁରଙ୍କ ମନ କଷ୍ଟ। ପୀଠଦର୍ଶନୀ ପୁରୁଷ ପୁତ୍ରଦୋଷ ଅକ୍ଷୟଙ୍କ ମୃତ୍ୟୁ ଉଚ୍ଚ ଭାବଭୂମିରେ ଦର୍ଶନ କରି ଠାକୁର ଏପରି ଶୋଇଥିଲେ ମଧ୍ୟ ପ୍ରାଣରେ ବିଷମ ଆଘାତ ଯେ ଅନୁଭବ କରିନାହାନ୍ତି ତାହା ନୁହେଁ। ବହୁ କାଳ ପରେ ଆମମାନଙ୍କ ନିକଟରେ ଏହି ଘଟଣା ଉଲ୍ଲେଖ କରି ସେ ସମୟରେ କହିଥିଲେ ଯେ ସେ ସମୟରେ ଭାବାବେଶରେ ମୃତ୍ୟୁକୁ ଅବସ୍ଥାନ୍ତର ପ୍ରାପ୍ତି ବୋଲି ମାତ୍ର ଦେଖିବାକୁ ପାଇଥିଲେ ମଧ୍ୟ ଭାବଭଙ୍ଗ ହେଲା ପରେ ସାଧାରଣ ଭୂମିର ଅବରୋହଣ କରିବା କାଳରେ ଅକ୍ଷୟଙ୍କ ବିୟୋଗରେ ସେ ବିଶେଷ ଅଭାବ ବୋଧ କରିଥିଲେ। ଅକ୍ଷୟଙ୍କ ଦେହତ୍ୟାଗ ମଥୁରବାବୁଙ୍କର ବୈଠକାନା ଗୃହରେ ହୋଇଥିଲା ବୋଲି ସେ ଏହାପରେ ଆଉ କେବେ ହେଲେ ସେଠାରେ ବାସ କରିପାରି ନଥିଲେ। ଠାକୁରଙ୍କ ଭାଇ ରାମେଶ୍ୱରଙ୍କର ପୂଜକପଦ ଗ୍ରହଣ। ଅକ୍ଷୟଙ୍କ ମୃତ୍ୟୁ ପରେ ଠାକୁରଙ୍କର ମଧ୍ୟମ ଅଗ୍ରଜ ରାମେଶ୍ୱର ଭଟ୍ଟାଚାର୍ଯ୍ୟ ଦକ୍ଷିଣେଶ୍ୱର କାଳୀମନ୍ଦିରରେ ରାଧାଗୋବିନ୍ଦଜୀଉଙ୍କ ପୂଜକପଦ ଗ୍ରହଣ କରିଥିଲେ। କିନ୍ତୁ ସଂସାରର ସମସ୍ତ ପ୍ରକାର ତତ୍ତ୍ୱାବଧାନ ତାଙ୍କ ଉପରେ ନ୍ୟସ୍ତ ଥିବାରୁ ସେ ସବୁ ସମୟରେ ଦକ୍ଷିଣେଶ୍ୱରରେ ରହିପାରୁନଥିଲେ। ବିଶ୍ୱାସ ଭକ୍ତି ହାତରେ ଉକ୍ତ କାର୍ଯ୍ୟର ଭାର ସମର୍ପଣ ପୂର୍ବକ ସେ ମଝିରେ ମଝିରେ କାମରପୁକୁରକୁ ଯାଉଥିଲେ। ଶୁଣିଛୁ, ଶ୍ରୀ ରାମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଓ ଦୀନନାଥ ନାମକ ଜଣେ ବ୍ୟକ୍ତି ସେ ସମୟରେ ତାଙ୍କର ସ୍ଥଳାଭିଷିକ୍ତ ହୋଇ ସେହି କାର୍ଯ୍ୟ ସମ୍ପନ୍ନ କରୁଥିଲେ। ମଥୁରବାବୁଙ୍କ ସହିତ ଠାକୁରଙ୍କର ରାଣୀଘାଟ ଯିବା ଏବଂ ସେଠାରେ ଦରିଦ୍ରନାରାୟଣ ସେବା। ଅକ୍ଷୟଙ୍କର ମୃତ୍ୟୁର ଅଳ୍ପ ଦିନ ପରେ ଶ୍ରୀଯୁକ୍ତ ମଥୁର ଠାକୁରଙ୍କୁ ସାଙ୍ଗରେ ନେଇ ନିଜର ଜମିଦାରୀ ମହଲକୁ ଓ ଗୁରୁଗୃହକୁ ଗମନ କରିଥିଲେ। ଠାକୁରଙ୍କ ମନରୁ ଅକ୍ଷୟଙ୍କ ବିୟୋଗଜନିତ ଅଭାବବୋଧ ପ୍ରଶମିତ କରିବା ପାଇଁ ହିଁ ସେ ବୋଧହୁଏ ସେପରି ଉପାୟ ଅବଲମ୍ବନ କରିଥିଲେ। କାରଣ ପରମ ଭକ୍ତ ମଥୁର ଗୋଟିଏ ଦିନରେ ଯେପରି ଠାକୁରଙ୍କୁ ଦେବତା ଜ୍ଞାନରେ ସମସ୍ତ ବିଷୟରେ ତାଙ୍କର ଅନୁଭୂତି ଚଳୁଥିଲେ, ସେପରି ଅନ୍ୟ ଦିଗରୁ ତାଙ୍କୁ ସାଂସାରିକ ବିଷୟରେ ଅନବଜ୍ଞ ବାଳକ ବୋଧ କରି ସର୍ବତୋ ଭାବରେ ରକ୍ଷଣୀୟ ବୋଲି ବିଚାର କରୁଥିଲେ। ମଥୁରବାବୁଙ୍କ ଜମିଦାରୀ ମହଲ ପରିଦର୍ଶନରେ ଯାଇ ଠାକୁର ଗୋଟିଏ ଜାଗାରେ ପଲ୍ଲୀ ବସି ସ୍ତ୍ରୀ ପୁରୁଷଙ୍କର ଦୁର୍ଦ୍ଦଶା ଓ ଅଭାବ ଦେଖି ସେମାନଙ୍କ ଦୁଃଖରେ କାତର ହୋଇଥିଲେ ଓ ମଥୁରବାବୁଙ୍କ ଦ୍ୱାରା ସେମାନଙ୍କୁ ନିମନ୍ତ୍ରଣ କରି ପ୍ରତ୍ୟେକଙ୍କୁ ତେଲ, ଖଣ୍ଡିଏ କରି ନୂଆ ଲୁଗା ଏବଂ ଦିନକ ପାଇଁ ଭୋଜନ ଦାନ କରାଇଥିଲେ। ମଥୁରବାବୁଙ୍କ ନିଜ ଘର ଓ ଗୁରୁଗୃହ ଦର୍ଶନ। ହୃଦୟଙ୍କ ନିକଟରୁ ଶୁଣିଛି, ସାତକ୍ଷୀର ନିକଟରେ ସୋନାବେଡ଼ା ନାମକ ଗ୍ରାମରେ ମଥୁରଙ୍କର ପୈତୃକ ବାସସ୍ଥାନ ଥିଲା। ସେହି ଗ୍ରାମର ସନ୍ନିକଟରେ ସମସ୍ତ ଗ୍ରାମ ସେତେବେଳେ ମଥୁରବାବୁଙ୍କ ଜମିଦାରୀଭୁକ୍ତ ଥିଲା। ଠାକୁରଙ୍କ ସାଙ୍ଗରେ ନେଇ ମଥୁର ଏହି ସମୟରେ ସେହି ସ୍ଥାନକୁ ଯାଇଥିଲେ। ଏଠାରୁ ତାଙ୍କର ଗୁରୁଗୃହ ଅଧିକ ଦୂରବର୍ତ୍ତୀ ନଥିଲା। ବିଷୟ ସମ୍ପତ୍ତି ବିଭାଗ ନେଇ ଏ ସମୟରେ ଗୁରୁବଂଶୀମାନଙ୍କ ମଧ୍ୟରେ ବିବାଦ ଚାଲୁଥିଲା। ମଥୁରବାବୁଙ୍କୁ ଉକ୍ତ ବିବାଦ ମେଟାଇବା ପାଇଁ ସେମାନେ ଆମନ୍ତ୍ରଣ କରିଥିଲେ। ଗ୍ରାମର ନାମ ତାଲାମାଗାରେ। ମଥୁରବାବୁ ସେଠାକୁ ଯିବାବେଳେ ଠାକୁର ହୃଦୟଙ୍କୁ ନିଜ ହସ୍ତୀ ଉପରେ ଆରୋହଣ କରାଇ ସ୍ୱୟଂ ଶିବିକାରେ ଆରୋହଣ କରି ଯାଇଥିଲେ। ମଥୁରଙ୍କ ଗୁରୁପୁତ୍ରଗଣଙ୍କର ସଯତ୍ନ ପରିଚର୍ଯ୍ୟାରେ କିଛି ସପ୍ତାହ ଏଠାରେ ଅବସ୍ଥାନ କରି ଠାକୁର ଦକ୍ଷିଣେଶ୍ୱର ପୁନରାୟ ଫେରି ଆସିଥିଲେ। କଲୁଟୋଲାର ହରିସଭାରେ ଠାକୁରଙ୍କର ଶ୍ରୀ ଚୈତନ୍ୟଦେବଙ୍କ ଆସନ ଅଧିକାର ଓ କାଲନା ନବଦ୍ୱୀପ ଆଦି ଦର୍ଶନ। ମଥୁରବାବୁଙ୍କର ପୈତୃକ ବାସସ୍ଥାନ ଓ ଗୁରୁସ୍ଥାନ ପରିଦର୍ଶନ କରି ଫେରିବାର ଅଳ୍ପ ଦିନ ପରେ ଠାକୁରଙ୍କୁ ନେଇ କଲିକତାର କଲୁଟୋଲା ନାମକ ଗ୍ରାମରେ ଏକ ବିଶେଷ ଘଟଣା ଘଟିଥିଲା। ପୂର୍ବୋକ୍ତ ପଲ୍ଲୀବାସୀ ଶ୍ରୀଯୁକ୍ତ କାଳୀନାଥ ଦତ୍ତ ବା ଧରଙ୍କର ଘରଠାରେ ସେତେବେଳେ ହରିସଭାର ଅଧିବେଶନ ହୋଇଥିଲା।
ଠାକୁର ନିମନ୍ତ୍ରିତ ହୋଇ ସେଠାକୁ ଯାଇ ଭାବାବେଶରେ ଶ୍ରୀ ମହାପ୍ରଭୁଙ୍କ ନିମିତ୍ତ ନିର୍ଦ୍ଦିଷ୍ଟ ଆସନ ଗ୍ରହଣ କରିଥିଲେ। ଏହି ଘଟଣାର ବିସ୍ତାରିତ ବିବରଣୀ ଆମେ ପାଠକଙ୍କୁ ଅନ୍ୟତ୍ର ଦେଇଛୁ। ଏହାର ଅନତି କାଳ ପରେ ଠାକୁର ଶ୍ରୀ ନବଦ୍ୱୀପ ଧାମ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ମଥୁରବାବୁ ତାଙ୍କୁ ସାଙ୍ଗରେ ନେଇ କାଲିନା ନବଦ୍ୱୀପ ପ୍ରଭୃତି ସ୍ଥାନକୁ ଯାଇଥିଲେ। କାଲିନାକୁ ଯାଇ ଠାକୁର କିପରି ଭଗବାନ ଦାସ ବାବାଜୀ ନାମକ ସିଦ୍ଧ ଭକ୍ତଙ୍କ ସହିତ ମିଳିତ ହୋଇଥିଲେ ଓ ନବଦ୍ୱୀପରେ ପହଞ୍ଚି ତାଙ୍କର କିପରି ଅଦ୍ଭୁତ ଦର୍ଶନ ହୋଇଥିଲା ସେ ସମସ୍ତେ ଆମେ ଅନ୍ୟତ୍ର କହିଛୁ। ସମ୍ଭବତଃ 1870 ଖ୍ରୀଷ୍ଟାବ୍ଦରେ ଠାକୁର ସେ ସମସ୍ତ ପୁଣ୍ୟସ୍ଥାନକୁ ଯାଇଥିଲେ। ନବଦ୍ୱୀପ ନିକଟରେ ଗଙ୍ଗାର ପଠା ଦେଇ ଯିବାବେଳେ ଠାକୁରଙ୍କର ଯେପରି ଗଭୀର ଭାବାବେଶ ଉପସ୍ଥିତ ହୋଇଥିଲା, ନଦୀ ପଠାରେ ସେପରି ହୋଇନଥିଲା। ମଥୁରବାବୁ ଏ ବିଷୟର କାରଣ ପଚାରିବାରୁ ଠାକୁର କହିଥିଲେ କି ଚୈତନ୍ୟଦେବଙ୍କର ଲୀଳାସ୍ଥଳ ପୁରାତନ ନବଦ୍ୱୀପ ଗଙ୍ଗା ଗର୍ଭରେ ଲୀନ ହୋଇଯାଇଛି। ଏସବୁ ପଠା ବା ଚଢ଼ାର ସ୍ଥାନରେ ସେ ସମସ୍ତ ବିଦ୍ୟମାନ ଥିଲା, ତେଣୁ ସେଠାରେ ପହଞ୍ଚି ତାଙ୍କର ଗଭୀର ଭାବାବେଶ ହୋଇଥିଲା। ମଥୁରବାବୁଙ୍କର ନିଷ୍କାମ ଭକ୍ତି। ଏକାଧିକ୍ରମେ 14 ବର୍ଷ ଧରି ଠାକୁରଙ୍କ ସେବାରେ ସର୍ବାନ୍ତଃକରଣରେ ନିଯୁକ୍ତ ରହି ମଥୁରବାବୁଙ୍କ ମନ ଏବେ କେତେଦୂର ନିଷ୍କାମ ଭାବରେ ଉପନୀତ ହୋଇଥିଲା ସେ ବିଷୟରେ ଦୃଷ୍ଟାନ୍ତ ସ୍ୱରୂପ ହୃଦୟ ଆମକୁ ଗୋଟିଏ ଘଟଣା କହିଥିଲେ। ପାଠକଙ୍କୁ ଏଠାରେ ତାହା କହୁଛୁ। ଉକ୍ତ ବିଷୟକ ଦୃଷ୍ଟାନ୍ତ। ଥରେ ମଥୁରବାବୁ ଶରୀରର ସନ୍ଧିବିଷୟରେ ଫୋଟକା ହୋଇ ଶଯ୍ୟାଗତ ହୋଇଥିଲେ। ଠାକୁରଙ୍କୁ ଏହି ସମୟରେ ଦେଖିବାକୁ ଯାଇ ତାଙ୍କର ଅତିଶୟ ଆଗ୍ରହ ଦେଖି ହୃଦୟ ଏକଥା ଠାକୁରଙ୍କୁ କହିଲେ। ଠାକୁର କହିଲେ, ମୁଁ ଯାଇ କ'ଣ କରିବି? ତାକୁ ଆରୋଗ୍ୟ କରିଦେବାର ଶକ୍ତି କ'ଣ ମୋର ଅଛି? ଠାକୁର ନଯିବା ଦେଖି ମଥୁର ଲୋକ ପଠାଇ ବାରମ୍ବାର କାତର ପ୍ରାର୍ଥନା ଜଣାଇବାକୁ ଲାଗିଲେ। ତାଙ୍କର ଏପରି ବ୍ୟାକୁଳତାରେ ଠାକୁରଙ୍କୁ ଅଗତ୍ୟା ଯିବାକୁ ହେଲା। ଠାକୁର ପହଞ୍ଚିବାରୁ ମଥୁରଙ୍କ ଆନନ୍ଦର ସୀମା ରହିଲା ନାହିଁ। ସେ ଅତ୍ୟନ୍ତ କଷ୍ଟରେ ବିଛଣାରୁ ଉଠି ତକିଆ ଆଉଜି ବସିଲେ ଏବଂ କହିଲେ, ବାବା, ଟିକିଏ ପଦ ଧୂଳି ଦିଅ। ଠାକୁର କହିଲେ, ମୋର ପଦ ଧୂଳି ନେଲେ କ'ଣ ହେବ? ଏଥିରେ ତୁମର ଘା କ'ଣ ଆରୋଗ୍ୟ ହେବ? ମଥୁରବାବୁ ଉତ୍ତର ଦେଲେ, ବାବା, ମୁଁ କ'ଣ ଏପରି ତୁମର ପଦ ଧୂଳି ନେଇ ଘା ଭଲ କରିବା ପାଇଁ କହୁଛି? ସେଥିପାଇଁ ତ ଡାକ୍ତର ଅଛନ୍ତି। ମୁଁ ଭବସାଗର ପାର ହେବା ପାଇଁ ତୁମର ଶ୍ରୀଚରଣ ଧୂଳି ଚାହୁଁଛି। ଏକଥା ଶୁଣିବା ମାତ୍ରେ ଠାକୁର ଭାବାବିଷ୍ଟ ହୋଇ ପଡ଼ିଲେ। ମଥୁରବାବୁ ଏତିକିବେଳେ ତାଙ୍କ ପାଦରେ ମସ୍ତକ ସ୍ଥାପନ କରି ନିଜକୁ କୃତାର୍ଥ ଜ୍ଞାନ କଲେ। ତାଙ୍କର ଦୁଇ ନୟନରୁ ଆନନ୍ଦାଶ୍ରୁ ନିର୍ଗତ ହେବାକୁ ଲାଗିଲା। ଠାକୁରଙ୍କ ସହିତ ମଥୁରବାବୁଙ୍କର ଗଭୀର ପ୍ରେମ ସମ୍ବନ୍ଧ। ମଥୁରବାବୁ ଠାକୁରଙ୍କୁ ଏବେ କେତେଦୂର ଭକ୍ତି ବିଶ୍ୱାସ କରିଥିଲେ ଯେ ସେ ବିଷୟରେ ଆମେ ନାନା କଥା ଠାକୁରଙ୍କ ଠାରୁ ଏବଂ ହୃଦୟଙ୍କ ନିକଟରୁ ଶୁଣିଛୁ। ଗୋଟିଏ କଥାରେ କହିଲେ ସେ ତାଙ୍କୁ ଇହକାଳ ପରକାଳର ସମ୍ବଳ ଓ ଗତି ବୋଲି ଦୃଢ଼ ଧାରଣା କରିନେଇଥିଲେ। ଅନ୍ୟପକ୍ଷରେ ଠାକୁରଙ୍କ କୃପା ମଧ୍ୟ ତାଙ୍କ ପ୍ରତି ସେହିପରି ଅସୀମ ଥିଲା। ସ୍ୱାଧୀନଚେତା ଠାକୁର ମଥୁରବାବୁଙ୍କର କୌଣସି କାର୍ଯ୍ୟରେ ବେଳେବେଳେ ବିରକ୍ତ ହେଲେ ମଧ୍ୟ ଏସବୁ ଭୁଲି ପୁଣି ତାଙ୍କର ସମସ୍ତ ଅନୁରୋଧ ରକ୍ଷା କରି ତାଙ୍କର ହିତ ଓ ପାରତିକ କଲ୍ୟାଣ ନିମନ୍ତେ ଚେଷ୍ଟା କରୁଥିଲେ। ଠାକୁର ଓ ମଥୁରଙ୍କ ସମ୍ବନ୍ଧ ଯେ କେତେ ଗଭୀର ଓ ପ୍ରେମପୂର୍ଣ୍ଣ ଅବିଚ୍ଛେଦ୍ୟ ଥିଲା, ତାହା ନିମ୍ନଲିଖିତ ଘଟଣାରୁ ବୁଝିହେବ। ଉକ୍ତ ବିଷୟକ ଦୃଷ୍ଟାନ୍ତ। ଦିନେ ଠାକୁର ଭାବାବିଷ୍ଟ ହୋଇ ମଥୁରବାବୁଙ୍କୁ କହିଲେ, ମଥୁର, ତୁମେ ଯେତେ ଦିନ ଜୀବିତ ଥିବ ମୁଁ ସେତେ ଦିନ ଏଠାରେ ଅର୍ଥାତ୍ ଦକ୍ଷିଣେଶ୍ୱର କାଳୀମନ୍ଦିରରେ ରହିବି। ମଥୁରବାବୁ ଏକଥା ଶୁଣି ଆତଙ୍କିତ ହୋଇ ପଡ଼ିଲେ, କାରଣ ସେ ଜାଣିଥିଲେ ସାକ୍ଷାତ୍ ଜଗଦମ୍ବା ହିଁ ଠାକୁରଙ୍କ ଶରୀର ଅବଲମ୍ବନ କରି ତାଙ୍କୁ ଏବଂ ତାଙ୍କର ପରିବାରବର୍ଗଙ୍କୁ ସର୍ବଦା ରକ୍ଷା କରୁଛନ୍ତି। ସୁତରାଂ ଠାକୁରଙ୍କର ଏପରି କଥା ଶୁଣି ବୁଝିଲେ ତାଙ୍କ ଆବର୍ତ୍ତମାନରେ ଠାକୁର ତାଙ୍କର ପରିବାରବର୍ଗଙ୍କୁ ତ୍ୟାଗ କରିଦେବେ। ଅନନ୍ତର ସେ ଦୀନ ଭାବରେ ଠାକୁରଙ୍କୁ କହିଲେ, ସେ କି କଥା ବାବା? ମୋର ପତ୍ନୀ ଓ ପୁତ୍ର ଦ୍ୱାରକାନାଥ ମଧ୍ୟ ତୁମକୁ ତ ବିଶେଷ ଭକ୍ତି କରନ୍ତି। ମଥୁରଙ୍କୁ କାତର ଦେଖି ଠାକୁର କହିଲେ, ଆଚ୍ଛା, ତୁମର ପତ୍ନୀ ଓ ମୋ ଦୋହରି ଅର୍ଥାତ୍ ଦ୍ୱାରିକାନାଥ ଯେତେଦିନ ଥିବେ ମୁଁ ସେତେଦିନ ରହିବି। ଘଟଣାଟି ମଧ୍ୟ ଠିକ୍ ଏହିପରି ହୋଇଥିଲା। ଶ୍ରୀମତୀ ଜଗଦମ୍ବା ଦାସୀ ଓ ଦ୍ୱାରିକାନାଥଙ୍କ ଦେହାବସାନର ଅଳ୍ପ ଦିନ ପରେ ଠାକୁର ଚିରକାଳ ନିମିତ୍ତ ଦକ୍ଷିଣେଶ୍ୱର ପରିତ୍ୟାଗ କରିଥିଲେ। ଶ୍ରୀମତୀ ଜଗଦମ୍ବା ଦାସୀ 1881 ଖ୍ରୀଷ୍ଟାବ୍ଦରେ ମୃତ୍ୟୁମୁଖରେ ପତିତ ହୋଇଥିଲେ। ଏହାପରେ 3 ବର୍ଷରୁ ସାମାନ୍ୟ ଅଧିକ କିଛି କାଳ ଠାକୁର ଦକ୍ଷିଣେଶ୍ୱରରେ ଅବସ୍ଥାନ କରିଥିଲେ। ଉକ୍ତ ବିଷୟକ ଦ୍ୱିତୀୟ ଦୃଷ୍ଟାନ୍ତ। ଅନ୍ୟ ଏକ ଦିନ ମଥୁରବାବୁ ଠାକୁରଙ୍କୁ କହିଥିଲେ, କାହାନ୍ତି ବାବା, ତୁମେ ଯେ କହିଥିଲ ତୁମର ଭକ୍ତମାନେ ଆସିବେ, କିନ୍ତୁ ସେମାନେ ତ କେହି ଏପର୍ଯ୍ୟନ୍ତ ଆସିଲେ ନାହିଁ। ଠାକୁର ଏକଥା ଶୁଣି କହିଲେ, କେଜାଣି ବାବୁ, ମା ସେମାନଙ୍କୁ କେବେ ଆଣିବେ? ସେମାନେ ସବୁ ଆସିବେ, ଏକଥା ମୋତେ ମା ନିଜେ ଜଣାଇଛନ୍ତି। ଅନ୍ୟ ସବୁ ଯାହା ଦେଖାଇଛନ୍ତି ସେସବୁ ଗୋଟି ଗୋଟି କରି ସତ ହୋଇଛି। ଏକଥା କାହିଁକି ସତ ହେବ ନାହିଁ କିଏ ଜାଣେ? ଏକଥା କହି ଠାକୁର ବିଷଣ୍ଣମନେ ଭାବିଲେ ତାଙ୍କର ଏ ଦର୍ଶନଟି କ'ଣ ଭୁଲ ହୋଇଗଲା? ମଥୁର ଠାକୁରଙ୍କୁ ବିଷଣ୍ଣ ଦେଖି ମନରେ ବିଶେଷ ଦୁଃଖ ପାଇଲେ। ଭାବିଲେ ଏକଥା କହିବାଟା ତାଙ୍କ ଠିକ୍ ହୋଇନାହିଁ। ପରେ ବାଳକ ଭାବନା ଠାକୁରଙ୍କୁ ସାନ୍ତ୍ୱନା ଦେବା ପାଇଁ କହିଲେ, ସେମାନେ ଆସନ୍ତୁ କି ନ ଆସନ୍ତୁ ବାବା, ମୁଁ ତ ତୁମର ଚିର ଅନୁଗତ ହୋଇ ରହିଛି। ତେବେ ତୁମର ଦର୍ଶନ ସତ୍ୟ ହେଲା ନାହିଁ କିପରି? ମୁଁ ଏକୁଟିଆ 100 ଜଣ ଭକ୍ତଙ୍କ ସହିତ ସମାନ। ତେଣୁ ମା କହିଥିଲେ ଅନେକ ଭକ୍ତ ଆସିବେ। ଠାକୁର କହିଲେ, କେଜାଣି ବାବୁ, ତୁମେ ଯାହା କହୁଛ ତାହା ବୋଧହୁଏ ହେବ। ଏ ମଥୁର ଏ ପ୍ରସଙ୍ଗରେ ଆଉ ଆଗକୁ ନ ଯାଇ ଅନ୍ୟ କଥା ପଚାରି ଠାକୁରଙ୍କୁ ଭୁଲାଇ ଦେଇଥିଲେ। ମଥୁରବାବୁଙ୍କର ଏପରି ନିଷ୍କାମ ଭକ୍ତି ଲାଭ କରିବାର ଆଶ୍ଚର୍ଯ୍ୟ କିଛି ନାହିଁ। ଏ ସମ୍ବନ୍ଧରେ ଶାସ୍ତ୍ରୀୟ ମତ।
ଠାକୁରଙ୍କ ନିରନ୍ତର ସଙ୍ଗ ଗୁଣରେ ମଥୁରାଙ୍କ ମନରେ କେତେଦୂର ଭାବ ପରିବର୍ତ୍ତନ ହୋଇଥିଲା ତାହା ଆମେ ଗୁରୁଭାବ ଗ୍ରନ୍ଥର ଅନେକ ସ୍ଥଳରେ ପାଠକଙ୍କୁ କହିଛୁ। ଶାସ୍ତ୍ର କହନ୍ତି ମୁକ୍ତ ପୁରୁଷଙ୍କର ସେବକମାନେ ତଦନିଷ୍ଠ ଶୁଭକର୍ମ ସମୂହର ଫଳର ଅଧିକାରୀ ହୁଅନ୍ତି। ଅତଏବ ଅବତାର ପୁରୁଷଙ୍କର ସେବକମାନେ ଯେ ଦୈବ୍ୟ ସମ୍ପତ୍ତିର ବିବିଧ ଅଧିକାରୀ ହେବେ, ଦୈବ୍ୟ ସମ୍ପତ୍ତିର ଅଧିକାରୀ ହେବେ ଏଥିରେ ବୈଚିତ୍ର୍ୟ କ'ଣ? ଠାକୁରଙ୍କର ଭାବାବେଶରେ ଉକ୍ତ ଘଟଣା ଦର୍ଶନ। ଭାବଭଙ୍ଗ ପରେ ଠାକୁର ହୃଦୟଙ୍କ ପାଖକୁ ଡାକିଲେ। ଯେତେବେଳେ 5ଟା ବାଜିଯାଇଥାଏ ଏବଂ କହିଲେ ସେ ଉଦ୍ଦାମଙ୍କର ସଖୀମାନେ ମଥୁରାକୁ ସାଦରେ ଦିବ୍ୟ ରଥରେ ଉଠାଇ ନେଇଗଲେ। ତାହାର ତେଜ ଶ୍ରୀଦେବୀଲୋକକୁ ଗମନ କଲା। ପରେ ଗଭୀର ରାତ୍ରିରେ କାଳୀ ମନ୍ଦିରର କର୍ମଚାରୀମାନେ ଫେରିଆସି ହୃଦୟଙ୍କୁ ସମ୍ବାଦ ଦେଲେ ମଥୁରା ବାବୁ ଅପରାହ୍ନ 5ଟା ସମୟରେ ଦେହ ରକ୍ଷା କରିଛନ୍ତି। ଏହି ପ୍ରକାର ପୁଣ୍ୟଲୋକକୁ ଗମନ କଲେ ମଧ୍ୟ ଭୋଗବାସନା ସମ୍ପୂର୍ଣ୍ଣ କ୍ଷୟ ନ ହୋଇଥିବାରୁ ପରମଭକ୍ତ ମଥୁରାଙ୍କୁ ପୁନରାୟ ଧରାଧାମରେ ଫେରିଆସିବାକୁ ହେବ। ଠାକୁରଙ୍କ ଶ୍ରୀମୁଖରୁ ଏକଥା ଆମେମାନେ ଅନ୍ୟ ସମୟରେ ଶୁଣିଅଛୁ ଏବଂ ପାଠକଙ୍କୁ ଅନ୍ୟତ୍ର କହିଅଛୁ। ଷୋଡ଼ଶୀ ପୂଜା। ମଥୁରା ଚାଲିଗଲେ। ଦକ୍ଷିଣେଶ୍ୱର କାଳୀବାଡ଼ିରେ ମାନବର ଜୀବନ ପ୍ରବାହ କିନ୍ତୁ ସମଭାବରେ ପ୍ରବାହିତ ହେବାକୁ ଲାଗିଲା। ଦିନ ମାସ ଅତୀତ ହୋଇ କ୍ରମେ 6 ମାସ ବିତିଗଲା ଏବଂ 1872 ଖ୍ରୀଷ୍ଟାବ୍ଦ ଫାଲ୍ଗୁନ ମାସ ପହଞ୍ଚିଲା। ଠାକୁରଙ୍କ ଜୀବନର ଗୋଟିଏ ବିଶେଷ ଘଟଣା ଏହି ସମୟରେ ଘଟିଥିଲା। ଏହା ଜାଣିବାକୁ ହେଲେ ଆମମାନଙ୍କୁ ଜୟରାମବାଟି ଗ୍ରାମରେ ଠାକୁରଙ୍କର ଶ୍ୱଶୁରାଳୟକୁ ଥରେ ଯିବାକୁ ହେବ। ବିବାହ ପରେ ଠାକୁରଙ୍କ ପ୍ରଥମ ଦର୍ଶନ ସମୟରେ ଶ୍ରୀମା ବାଳିକା ମାତ୍ର ଥିଲେ। ଆମେ ଏହା ପୂର୍ବରୁ କହିଛୁ 1866 ଖ୍ରୀଷ୍ଟାବ୍ଦରେ ଠାକୁର ଯେତେବେଳେ ବ୍ରାହ୍ମଣୀ ଭୈରବୀ ଓ ହୃଦୟକୁ ସାଙ୍ଗରେ ଧରି ନିଜ ଜନ୍ମସ୍ଥାନ କାମରୂପରୁ ଗ୍ରାମକୁ ଆସିଥିଲେ ସେତେବେଳେ ତାଙ୍କର ଆତ୍ମୀୟ ରମଣୀଗଣ ତାଙ୍କର ପତ୍ନୀଙ୍କୁ ସେଠାକୁ ଆଣିଥିଲେ। କହିବାକୁ ଗଲେ ବିବାହ ପରେ ଏହି ସମୟରେ ଶ୍ରୀ ମାତା ଠାକୁରାଣୀଙ୍କର ପ୍ରଥମ ସ୍ୱାମୀ ଦର୍ଶନ ହୋଇଥିଲା। କାମରପୁକୁର ଅଞ୍ଚଳର ବାଳିକାମାନଙ୍କ ସହିତ କଲିକତାର ବାଳିକାମାନଙ୍କୁ ତୁଳନା କରିବାର ସୁଯୋଗ ଯେଉଁମାନେ ପାଇଛନ୍ତି ସେମାନେ ଦେଖିଛନ୍ତି କଲିକତା ଅଞ୍ଚଳରେ ବାଳିକାମାନଙ୍କର ଦେହ ଓ ମନର ପରିଣତି ସ୍ୱଳ୍ପ ବୟସରେ ହୋଇଥାଏ, କିନ୍ତୁ କାମରପୁକୁର ପ୍ରଭୃତି ଗ୍ରାମମାନଙ୍କରେ ବାଳିକାମାନଙ୍କର ସେପରି ହୋଇନଥାଏ। 14 ଏବଂ ବେଳେବେଳେ 15 ଓ 16 ବର୍ଷର ବାଳିକାମାନଙ୍କର ମଧ୍ୟ ସେଠାରେ ଯୌବନାବସ୍ଥା ପୂର୍ଣ୍ଣ ଭାବରେ ଆସିନଥାଏ ଏବଂ ଶରୀର ପରି ମନର ପରିଣତି ମଧ୍ୟ ବିଳମ୍ବରେ ହୋଇଥାଏ। ଠାକୁରଙ୍କୁ ପ୍ରଥମବାର ଦେଖି ଶ୍ରୀମାଙ୍କର ମନର ଭାବ। ପ୍ରାୟ 14 ବର୍ଷ ବୟସରେ ପ୍ରଥମ ଥର ସ୍ୱାମୀ ଦର୍ଶନ ସମୟରେ ଶ୍ରୀମତୀ ମାତା ଠାକୁରାଣୀ ନିତାନ୍ତ ବାଳିକା ସ୍ୱଭାବ ସମ୍ପନ୍ନ ଥିଲେ। ଦାମ୍ପତ୍ୟ ଜୀବନର ଗଭୀର ଉଦ୍ଦେଶ୍ୟ ଓ ଦାୟିତ୍ୱବୋଧ ବୁଝିବା ପାଇଁ ଶକ୍ତି ତାଙ୍କଠାରେ ସେତେବେଳେ ବିକାଶୋନ୍ମୁଖ ହୋଇଥିଲା। ପବିତ୍ର ବାଳିକା ଦେହ ବୁଦ୍ଧିର ବିରହିତ ଠାକୁରଙ୍କର ଦିବ୍ୟ ସଙ୍ଗ ଓ ନିଃସ୍ୱାର୍ଥ ଆଦର ଯତ୍ନ ଲାଭରେ ସେ ସମୟରେ ଅନିର୍ବାଚନୀୟ ଆନନ୍ଦରେ ଉଲ୍ଲସିତ ହୋଇ ଉଠୁଥିଲେ। ଠାକୁରଙ୍କ ସ୍ତ୍ରୀ ଭକ୍ତିଙ୍କ ନିକଟରେ ସେ ଏହି କଥା ଅନେକ ସମୟରେ ପ୍ରକାଶ କରି କହିଥିଲେ। ହୃଦୟ ମଧ୍ୟରେ ଆନନ୍ଦର ପୂର୍ଣ୍ଣକୁମ୍ଭ ଯେପରି ସ୍ଥାପିତ ହୋଇ ରହିଛି ସେହି ସମୟରେ ସର୍ବଦା ଏପରି ଅନୁଭବ କରୁଥିଲେ। ସେହି ଧୀର ସ୍ଥିର ଦିବ୍ୟ ଉଲ୍ଲାସରେ ଅନ୍ତର କେତେଦୂର ପୂର୍ଣ୍ଣ ରହୁଥିଲା ତାହା କଥାରେ ବୁଝାଇ ହେବ ନାହିଁ। ଉପରୋକ୍ତ ଭାବ ନେଇ ଶ୍ରୀ ମାଙ୍କର ଜୟରାମବାଟିରେ ରହିବା କଥା। କେତେ ମାସ ପରେ ଠାକୁର ଯେତେବେଳେ କାମରପୁକୁରରୁ କଲିକତା ଫେରିଲେ ବାଳିକା ସେତେବେଳେ ଅତ୍ୟନ୍ତ ଆନନ୍ଦ ସମ୍ପଦର ଅଧିକାରିଣୀ ହୋଇଛନ୍ତି ଏପରି ଅନୁଭବ କରୁ କରୁ ପିତ୍ରାଳୟକୁ ଫେରିଆସିଲେ। ପୂର୍ବୋକ୍ତ ଉଲ୍ଲାସର ଉପଲବ୍ଧିରେ ତାଙ୍କର ଚାଲିଚଳନ ଆଚରଣାଦି ସକଳ ଚେଷ୍ଟା ଭିତରେ ଏକ ବିଶେଷ ପରିବର୍ତ୍ତନ ଯେ ସମୁପସ୍ଥିତ ହୋଇଥିଲା ଏକଥା ଆମେ ବେଶ ବୁଝିପାରୁ। କିନ୍ତୁ ସାଧାରଣ ମାନବ ଏହା ଦେଖିପାରୁନଥିଲେ କି ନାହିଁ ସନ୍ଦେହ, କାରଣ ଏହା ତାଙ୍କୁ ଚପଳା ନ କରି ଶାନ୍ତ ସ୍ୱଭାବ କରିଥିଲା, ପ୍ରଗଳ୍ଭ ନ କରି ଚିନ୍ତାଶୀଳ କରିଥିଲା, ସ୍ୱାର୍ଥ ଦୃଷ୍ଟି ନିବଦ୍ଧ ନ କରି ନିଃସ୍ୱାର୍ଥ ପ୍ରେମିକ କରିଥିଲା ଏବଂ ଅନ୍ତରରୁ ସବୁ ପ୍ରକାର ଅବାଧ ବୋଧ ତିରୋହିତ କରି ମନୁଷ୍ୟଙ୍କର ଦୁଃଖ କଷ୍ଟ ସହିତ ଅନ୍ତର ସମବେଦ ସମ୍ପନ୍ନ କରି କ୍ରମେ ତାଙ୍କୁ କରୁଣାର ସାକ୍ଷାତ ପ୍ରତିମାରେ ପରିଣତ କରିଥିଲା। ମାନସିକ ଉଲ୍ଲାସ ପ୍ରବାହର ଅଶେଷ ଶାରୀରିକ କଷ୍ଟକୁ ତାଙ୍କର କଷ୍ଟ ବୋଲି ମନେ ହେଉନଥିଲା ଏବଂ ଆତ୍ମୀୟବର୍ଗଙ୍କ ନିକଟରୁ ଆଦର ଯତ୍ନର ପ୍ରତିଦାନ ନ ପାଇଲେ ମଧ୍ୟ ମନରେ ଦୁଃଖ ଆସୁନଥିଲା। ଏପରି ସମସ୍ତ ବିଷୟରେ ଅଳ୍ପରେ ସନ୍ତୁଷ୍ଟ ରହି ବାଳିକା ନିଜ ମଧ୍ୟରେ ନିଜେ ବୁଡ଼ି ରହି ଯେତେବେଳେ ପିତ୍ରାଳୟରେ କାଳ କଟିବାକୁ ଲାଗିଲେ, କିନ୍ତୁ ଶରୀର ସେଠାରେ ଥିଲେ ମଧ୍ୟ ତାଙ୍କର ମନ ଠାକୁରଙ୍କ ପଦ ଅନୁସରଣ କରି ଏବେଠାରୁ ଦକ୍ଷିଣେଶ୍ୱରରେ ରହିଥିଲା। ଠାକୁରଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ନିକଟରେ ପହଞ୍ଚିବା ପାଇଁ ବେଳେବେଳେ ମନରେ ପ୍ରବଳ ବାସନା ଉଦୟ ହୋଇଥିଲେ ମଧ୍ୟ ସେ ତାହା ସମ୍ବରଣ କରି ଧୈର୍ଯ୍ୟ ଅବଲମ୍ବନ କରୁଥିଲେ। ଭାବୁଥିଲେ ପ୍ରଥମ ଦର୍ଶନ ପରେ ଯିଏ ତାଙ୍କୁ କୃପା କରି ଏତେ ଭଲ ପାଇଥିଲେ ସେ ତାଙ୍କୁ ଭୁଲିବେ ନାହିଁ। ସମୟ ଆସିଲେ ହିଁ ସେ ତାଙ୍କୁ ନିଜ ନିକଟକୁ ଡାକି ନେବେ। ଏହିପରି ଦିନ ପରେ ଦିନ ଗଡ଼ି ଚାଲିଲା ଏବଂ ହୃଦୟରେ ବିଶ୍ୱାସ ସ୍ଥିର ରଖି ସେ ଶୁଭ ଦିନର ପ୍ରତୀକ୍ଷା କରିବାକୁ ଲାଗିଲେ।
ଏପରି ଭାବରେ 4ଟି ବର୍ଷ କଟିଗଲା। ଆଶା ଓ ପ୍ରତୀକ୍ଷାର ପ୍ରବଳ ପ୍ରଭାବ ବାଳିକା ମନରେ ସମ୍ଭାବରେ ପ୍ରବାହିତ ହେଉଥାଏ। ତାଙ୍କର ଶରୀର କିନ୍ତୁ ମନ ଭଳି ସମଭାବ ରହିପାରିଲା ନାହିଁ। ଫାଲ୍ଗୁନ ମାସର ଦୋଳ ପୂର୍ଣ୍ଣିମା ଆଗରେ ସେ ଶାରଦାମଣି ଶୁଣିଲେ ଯେ ତାଙ୍କର କେତେଜଣ ଗ୍ରାମବାସିନୀ ଆତ୍ମୀୟ ଦେବତୁଲ୍ୟ ସ୍ୱାମୀଙ୍କର ପ୍ରଥମ ସନ୍ଦର୍ଶନିତ ଆନନ୍ଦ ତାଙ୍କ ଜୀବନରେ ସକଳ ସୁଖ ଦୁଃଖର ଉଚ୍ଚକୁ ଉତ୍ତୋଳନ ରଖିଥିଲେ ମଧ୍ୟ ସଂସାରରେ ଅନିର୍ବାଚ୍ୟ ଆନନ୍ଦର ଅବସର କାହିଁ? ଗ୍ରାମବାସୀମାନେ ନାନା ପ୍ରକାର କଳ୍ପନା ଜଳ୍ପନା କରି କଥା କହୁଥାନ୍ତି। କେହି କେହି କୁହନ୍ତି ଗଦାଧର ଅର୍ଥାତ୍ ରାମକୃଷ୍ଣ ଏପରି ଉନ୍ମତ୍ତ ହୋଇଗଲେଣି ଯେ ପିନ୍ଧିଲେ ଲୁଗା ପର୍ଯ୍ୟନ୍ତ ତା ଦେହରେ ରହୁନାହିଁ। ସବୁବେଳେ ହରି ହରି ହୋଇ ଘୂରି ବୁଲୁଛି। ଦେବତୁଲ୍ୟ ସ୍ୱାମୀଙ୍କ ସମ୍ବନ୍ଧରେ ଏପରି ନାନା କପୋଳକଳ୍ପିତ ଅପବାଦ ଲୋକମୁଖରୁ ବେଳେବେଳେ ତାଙ୍କ କାନରେ ପଡ଼େ। ପୁଣି ବେଳେବେଳେ ସମବୟସ୍କ ସାଙ୍ଗସାଥୀମାନେ ତାଙ୍କୁ ପାଗଳର ସ୍ତ୍ରୀ ବୋଲି ଉପହାସ କରନ୍ତି, କରୁଣା କରନ୍ତି, ଉପେକ୍ଷା ବୋଧ କରନ୍ତି। ଏସବୁ ଶୁଣି ସରଳା ଶାରଦାମଣି ମୁହଁରେ କିଛି କହିପାରନ୍ତି ନାହିଁ ସତ, କିନ୍ତୁ ଅନ୍ତରରେ ଘୋର ବେଦନା ଅନୁଭବ କରନ୍ତି। ବେଳେବେଳେ ଉନ୍ମନା ହୋଇ ଭାବନ୍ତି ତାହେଲେ କ'ଣ ପୂର୍ବେ ତାଙ୍କୁ ଯେପରି ଦେଖିଥିଲେ ବର୍ତ୍ତମାନ ସେ ସେପରି ନାହାନ୍ତି? ଲୋକେ ଯାହା କହୁଛନ୍ତି ତାହା କ'ଣ ସତ? ବାସ୍ତବିକ ସେ କ'ଣ ପାଗଳ ହୋଇଗଲେଣି? ଏପରି ବହୁ ଚିନ୍ତା ମୁଣ୍ଡରେ ପଶେ। ଦିନେ ସେ ମନେ ମନେ ସ୍ଥିର କଲେ ଯେ ସେ ନିଜେ ଦକ୍ଷିଣେଶ୍ୱର ଯିବେ ଏବଂ ଆଖି ଓ କାନର ବିବାଦ ଭଞ୍ଜନ କରିବେ। ଫାଲ୍ଗୁନ ମାସର ଦୋଳ ପୂର୍ଣ୍ଣିମା ଆଗରେ ଶାରଦାମଣି ଶୁଣିଲେ ଯେ ତାଙ୍କର କେତେଜଣ ଗ୍ରାମବାସିନୀ ଆତ୍ମୀୟ ସେଦିନ ପୁଣ୍ୟତୟ ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଯିବେ। ସ୍ଥିର କଲେ ସେ ସେହିମାନଙ୍କ ସହିତ ଗଙ୍ଗା ସ୍ନାନ କରିବାକୁ ଯିବେ। ତାଙ୍କର ବୁଦ୍ଧିମାନ ବାପା ଝିଅର ଅଭିଳାଷ ଶୁଣି ବୁଝିପାରିଲେ ନାହିଁ। ଝିଅର ମର୍ମ କଥାରେ କ'ଣ କାହିଁକି ସେ କଲିକତା ଯିବାକୁ ବସିଛି। ତେଣୁ ସେ ମଧ୍ୟ ସ୍ଥିର କଲେ ଯେ କନ୍ୟାକୁ ସାଙ୍ଗରେ ଧରି ଯିବେ। ସେତେବେଳେ ବିଷ୍ଣୁପୁର ବା ତାରକେଶ୍ୱର କେଉଁଠାରେ ହେଲେ ରେଳପଥ ନଥିଲା। ତେଣୁ କନ୍ୟାକୁ ସାଙ୍ଗରେ ଧରି ଅନ୍ୟାନ୍ୟ ସଙ୍ଗୀମାନଙ୍କ ସହିତ ଶାରଦାମଣିଙ୍କ ପିତା ରାମଚନ୍ଦ୍ର ସେ ସୁଦୂର ପଥ ପଦବ୍ରଜରେ ହିଁ ଅତିକ୍ରମ କରିବାକୁ ବାହାରିଲେ। କିଛି ବାଟ ବିନା କଷ୍ଟରେ ଚାଲି ଆସିଲେ। ମାତ୍ର ଏତେ ଦୂର ପଥ ପାଦରେ ଚାଲିବାର ଅଭ୍ୟାସ ନଥିବାରୁ ମଝି ରାସ୍ତାରେ ଶାରଦାମଣି କ୍ଳାନ୍ତ ହୋଇ ପଡ଼ିଲେ। ତାଙ୍କୁ ଜ୍ୱର ହୋଇଗଲା। ଏତେ ଜ୍ୱର ହେଲା ଯେ ରାମଚନ୍ଦ୍ର ବିଶେଷ ଚିନ୍ତାରେ ପଡ଼ିଲେ। ଏପରି ଅବସ୍ଥାରେ ତ ସେ ଆଉ ଅଗ୍ରସର ହୋଇପାରିବେ ନାହିଁ। ତେଣୁ ଗୋଟିଏ ଚଟି ଘର ଦେଖି ସେଠାରେ ବିଶ୍ରାମ ନେଲେ। ଅଧା ବାଟରେ ହଠାତ୍ ଏପରି ଅସୁସ୍ଥ ହୋଇପଡ଼ିବା ଯୋଗୁଁ ଶାରଦାମଣିଙ୍କ ମନ ମଧ୍ୟ ବିକଳ ହେଲା। କିନ୍ତୁ ଏ ସମୟରେ ଗୋଟିଏ ଅଦ୍ଭୁତ ଘଟଣା ଘଟିଲା। ଏ ଘଟଣାଟି ସେ ପରବର୍ତ୍ତୀ କାଳରେ ସ୍ତ୍ରୀ ଭକ୍ତମାନଙ୍କ ଆଗରେ ନିଜେ ପ୍ରକାଶ କରିଛନ୍ତି। ପ୍ରବଳ ଜ୍ୱରରେ ମୋର ଚେତା ହଜିଯାଇଥାଏ। ଜ୍ଞାନ ହରାଇ ମୁଁ ପଡ଼ିଯାଇଥାଏ। ହଠାତ୍ ଦେଖିଲି ମୋ ପାଖରେ ଜଣେ ସ୍ତ୍ରୀ ଲୋକ ଆସି ବସିଲେ। ତାଙ୍କର ରଙ୍ଗ ଗାଢ଼ ଶ୍ୟାମଳ ବର୍ଣ୍ଣ, କିନ୍ତୁ ଏପରି ସୁନ୍ଦର ରୂପ ମୁଁ ଆଗରୁ କେବେ ଦେଖି ନାହିଁ। ମୋ ପାଖରେ ବସି ସେ ମୋର ଦେହ ଓ ମୁଣ୍ଡ ନିଜ ହାତରେ ଆଉଁଶୁଥାନ୍ତି। ଏଡ଼େ ସୁନ୍ଦର ନରମ ଆଉ ଥଣ୍ଡା ହାତ ଦେହର ଜ୍ୱର ଜ୍ୱାଳା ଶୀତଳ ହୋଇଯାଇଥାଏ। ମୁଁ ପଚାରିଲି, ତୁମେ କିଏ? କେଉଁଠାରୁ ଆସିଲ? ସେ କହିଲେ, ମୁଁ ଦକ୍ଷିଣେଶ୍ୱରରୁ ଆସିଛି। ଶୁଣିବା ମାତ୍ରେ ଚମକି ପଡ଼ିଲି। ଦକ୍ଷିଣେଶ୍ୱରରୁ? ମୁଁ ଭାବିଥିଲି ଦକ୍ଷିଣେଶ୍ୱର ଯିବି, ତାଙ୍କୁ ତଥା ଠାକୁରଙ୍କୁ ଦେଖିବି, ତାଙ୍କର ସେବା କରିବି। କିନ୍ତୁ ମଝି ବାଟରେ ତ ଏପରି ଜ୍ୱରରେ ପଡ଼ିଗଲେ। ମୋର ଭାଗ୍ୟରେ ନାହିଁ ଯେ ମୁଁ ତାଙ୍କୁ ଦେଖିବି। ସ୍ତ୍ରୀ ଲୋକ ଜଣକ କହିଲେ,